मानसिक उपलक्षे आयोजित कार्यक्रम सत्यनारायण पाला पांडुबाबूंकर परिवार वर्ग सहित ए ग्रामर देशर जातिर विश्वर मंगल उद्देश्य कलाकार हिसाब से पाला मंच उपस्थित हुई शब्द को सांग करी
ଶିବଶଙ୍କରଙ୍କ ବିଜୟସ୍ଥଳୀରେ ପ୍ରଭୁଙ୍କ ପାଖରେ ଟିକେ ପ୍ରାର୍ଥୀ ହବା ଜଗମାନଙ୍କର ମଙ୍ଗଳ ପାଇଁ ହରିବୋଲ ଟିକେ ଯିବା। ଶ୍ରୀ ମନ ଶ୍ରୀ ସତ୍ୟ ନାରାୟଣ କବି ଦିଅ ରଥେ ବୋଲ ମନ ଆନନ୍ଦ କବାର ହରି ହରି ବୋଲ। झगड़ा करना आज खाइबो बाटला बाटला हो आज खाइबो खाइ कोन भाई आज महादेव करो काली जागर आज बाटे काली जागर बड़ दिन ए बादल बाबू बोलो जा हो आज ए मानसिक पालार उद्यापन दिनरे जगमानकर मंगल उद्देश्य महाप्रभुଙ୍କ ବିଜୟସ୍ଥଳୀରେ এখানে কুকুর ফটো উঠে দিয়েছে বাবুମାନେ ପାଲା ମଞ୍ଚ ପାଖରେ ଉପସ୍ଥିତ ହେଲେଣି। ଏ ଡାକବାଜି ଯନ୍ତ୍ର ସାହାଯ୍ୟରେ ଦୂରରେ ଥାଇ ଯେତିକି ଶ୍ରବଣ କରୁଥିବେ ଗାୟକ ପାଣିଭୂଷଣ ସୁଶାନ୍ତ କୁମାର ମଲ୍ଲିକ ମହୋଦୟ ସଭାମଞ୍ଚକୁ ଆସିବା ପୂର୍ବରୁ ହିସାବରେ ବାୟକର ଧର୍ମକୁ ରକ୍ଷା କରିବାକୁ ଯାଇ ମୃଦଙ୍ଗରେ ବାଦ୍ୟ ପରିବେଷଣ କରିବା ବାୟକର ହେଲା କର୍ତ୍ତବ୍ୟ। ବାବୁଲ ବାବୁ ଏ ମୃଦଙ୍ଗ ଚୈତନ୍ୟ ମହାପ୍ରଭୁଙ୍କର ନିର୍ମିତ ବାଦ୍ୟ ଯନ୍ତ୍ର 1500 ଖ୍ରୀଷ୍ଟାବ୍ଦରେ ଯେତେବେଳେ ଚୈତନ୍ୟ ମହାପ୍ରଭୁ ଓଡ଼ିଶା ପରିକ୍ରମା କଲେ ଏ କାନ୍ଧରେ ମୃଦଙ୍ଗ ଧରି ନାମ କୀର୍ତ୍ତନରେ ପୁରୀ ଆସିଲେ ଏ ମୃଦଙ୍ଗ ସାହାଯ୍ୟ କରିଥିଲା ଏ ନାମ ଧୀରେ ଧୀରେ ବାବୁ ଏ ହେଲା ଚୈତନ୍ୟ ମହାପ୍ରଭୁଙ୍କ ବାଦ୍ୟ ଯନ୍ତ୍ର ମୃଦଙ୍ଗ 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 ମୃଦୁ ମୃଦଙ୍ଗ 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 ମଲା ମଲା ଗୋରୁ ଚମଡ଼ାରେ ତୈରି ହେଇଥିବାରୁ ଆନା ହେଲା ଏକ ମୃଦଙ୍ଗ 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 ମୃଦୁ ମୃଦୁ ହୋଇ ସ୍ୱର ସୃଷ୍ଟି ହେଉଥିବାରୁ ଆନା ହେଲା ମୃଦଙ୍ଗ 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 ମୂର୍ତ୍ତିକା ମାଟିରେ ତୈରି ହେଇଥିବାରୁ ମୃଦଙ୍ଗ ମୋବାଇଲ ଏ ମୃଦଙ୍ଗକୁ ଗାୟକ ହିସାବରେ ଯେତେବେଳେ କାନ୍ଧରେ ଆମେ ଧାରଣ କରୁଛେ ଗୁରୁଙ୍କର ଆଶୀର୍ବାଦ ବାବୁମାନଙ୍କର କଲ୍ୟାଣକୁ ନେଇ କଳାକାର ହିସାବରେ କଳା ପରିକ୍ରମା କଲାବେଳେ ଓଡ଼ିଶାରେ ବାବୁମାନଙ୍କର ଆଶୀର୍ବାଦ ନିହାତି କାମ୍ୟ ଗୁରୁଙ୍କର ଆଶୀର୍ବାଦ କାମ୍ୟ ନିହାତି କାମ୍ୟ ଖାଇ ଅଲଦିନ କାହୁ ଗାଇବୁ ସତ ଗୁରୁ ଯେବେ ମାଳେ ବହିଥା ଗୁରୁଙ୍କର ଆଶୀର୍ବାଦ ନଥିଲେ କଳାକାର ଏ କଳା ପରିବେଷଣ କରିବା ଅସମ୍ଭବ। ବାଦ୍ୟ ଖଣ୍ଡେ ପରିବେଷଣ କରିବା ପୂର୍ବରୁ ବାବୁମାନଙ୍କୁ ଟିକେ ମୃଦଙ୍ଗ ମାଧ୍ୟମରେ ସାମୟିକ ସୂଚନା ଦେବା। ଏ ମୃଦଙ୍ଗ ହେଲା ନିର୍ଜୀବ ବସ୍ତୁ, କଥା କହିବାର ଶକ୍ତି ନାହିଁ। ଗାୟକ ହିସାବରେ ଅଙ୍ଗୁଷ୍ଠି ଚାଳନ କଲେ ସ୍ୱର ସୃଷ୍ଟି ହୁଏ।
କୁହାଯାଏ ଆନନ୍ଦ ବାଦ୍ୟ ମୃଦଙ୍ଗ। ଆଜ୍ଞା କହୁନା। ଏ ମୃଦଙ୍ଗ ନିର୍ଜୀବ ବସ୍ତୁ, ହଁ ବା ତାର ଜୀବନ ନାହିଁ। ତାର ଜୀବନ ନାହିଁ, ନା କିନ୍ତୁ ଜୀବନ ଅଛି ପୁଅ। ତମେ ତ ସବୁ କଥା କହୁଛ। ଏ ବାଲକ ବାବୁ, ଆଜ୍ଞା ଏ ମୃଦଙ୍ଗ ହେଲା ଜଗନ୍ନାଥ ସ୍ୱରୂପ ଚକାଡୋଳା। ଇଏ ଏ ପାଲାରେ ବାଜୁଛି, ହଁ କୀର୍ତ୍ତନରେ ବାଜୁଛି, ହଁ। ସଂକୀର୍ତ୍ତନରେ ବାଜୁଛି। ହଁ ମଲା ଭଳି ବାଜୁ। ମଲା ବେଳେ ମୃଦଙ୍ଗ ବାଜେ ନା। ଆଉ ଗୋଟେ ମଲା ବେଳେ ଛୁଟି। ମଲା ବେଳେ ମୃଦଙ୍ଗ ବାଜେ ନା ରେ ପୁଅ, ଢୋଲ ବାଜେ। ହଁ ବାଲକ ବାବୁ, ଆଜ୍ଞା ତାହେଲେ ଏ ମୃଦଙ୍ଗ ହେଲା ଚୈତନ୍ୟ ମହାପ୍ରଭୁଙ୍କର ନିର୍ମିତ ବାଦ୍ୟ ଯନ୍ତ୍ର। ହଁ ହଁ ଇଏ ଚକାଡୋଳା ସହିତ ସମାନ। ଚକାଡୋଳା କେମିତି ଆମେ ଜାଣିବା? ପରୀକ୍ଷାରେ ପଡିବ ତୁ ପାସ କରିବୁ। ପୁଅ ଦେଖିଥିବୁ ଜଗନ୍ନାଥଙ୍କର ଦୁଇଟି ନେତ୍ର। ନେତ୍ର ନୁହଁ, ନେତ୍ର ମାନେ ଆଖି। ଡାହାଣ ପାର୍ଶ୍ୱ ବାମ ପାର୍ଶ୍ୱ। ଏ ମୃଦଙ୍ଗରେ ଦୁଇଟି ଚକାଡୋଳା ସ୍ୱରୂପ। ଏ ମୃଦଙ୍ଗ ଆଖି। ତାହେଲେ ଦିଟା ଆଖି। ଡାହାଣ ଆଖି ହେଲା ଆପଣଙ୍କର ସୂର୍ଯ୍ୟ ନେତ୍ର, ବାମ ଆଖି ହେଲା ଚନ୍ଦ୍ର ନେତ୍ର। ବାଦଲ ବାବୁ, ଆଜ୍ଞା ଏ ମୃଦଙ୍ଗକୁ ବାୟକ ଯେତେବେଳେ ମଞ୍ଚରେ ବାଦ୍ୟ ପରିବେଷଣ କରିବ, ଯଦି କିଛି ବିଧିଗତ ନିୟମ ନ ଜାଣିଥିବ, ଗୁରୁ ନ କରିଥିବ, ବାବୁଙ୍କ ଆଶୀର୍ବାଦ ନ ନେଇଥିବ, ବାଦ୍ୟ ବଜେଇବ ଯଦି କଣ ହବ ଜାଣୁ ପୁଅ? ଜଗନ୍ନାଥ ଡୋଳାରେ ମାରିଲେ ଯେତେ ଦୋଷ, ଜଗନ୍ନାଥ ଡୋଳାରେ ମାରିଲେ ଯେତେ ଦୋଷ, ଏହି ଅପରାଧେ ତାର ବଂଶ ଯାଇଲା ସେହି ଅପରାଧେ ତାର ବଂଶ ଯାଇଲା। ଏ ଜଗନ୍ନାଥ ସ୍ୱରୂପୀ ଚକାଡୋଳାରେ ଯଦି ଅଙ୍ଗୁଷ୍ଠୀ ପ୍ରହାର କରେ ବାୟକ, କୀର୍ତ୍ତନ ବାୟକ ହୁଅନ୍ତୁ, ସଂକୀର୍ତ୍ତନ ବାୟକ ଭିଡ଼ିଓ କରିଲା ଯଦି ଗୁରୁ ନ କରିଥିବେ, ବାବୁମାନଙ୍କ ଆଶୀର୍ବାଦ ନ ନେଇଥିବେ, ମୃଦଙ୍ଗ ବଜେଇବେ, କଣ ହବ ପୁଅ ଜାଣୁ? ଜଗନ୍ନାଥ ଡୋଳାରେ ମାରିଲେ ଯେତେ ଦୋଷ, ସେଇ ଅପରାଧେ ତାର ବଂଶ ହୁଏ। ବଂଶ ନାଶ ହବାଟା ଥୟ। ଆଚ୍ଛା ତାହେଲେ ମୁଣ୍ଡ କେମିତି କଣ ବାଜିବ? କତନ କରି ଏହା ହରିବକୁ ପାରେ, ହରିବକୁ ପାରେ, କହିବାକୁ ମନା କରି ସନ୍ଧି ସତି ସୁତା, କହିବାକୁ ମନା କରି ସନ୍ଧି ସତି ସୁତା, ହରିଲେ ଉତ୍ତମ ଶିଷ୍ୟ, ହରିଲେ ଉତ୍ତମ ଶିଷ୍ୟ, ଏ ଜ୍ଞାନ କହିବ, ହରିଲେ ଉତ୍ତମ ଶିଷ୍ୟ, ଏ ଜ୍ଞାନ କହିବ, ଭକ୍ତ ଦଣ୍ଡୀ ଦାସ ବୋଲେ ସାଧନ କରିବ, ଭକ୍ତ ଦଣ୍ଡୀ ଦାସ ବୋଲେ ସାଧନ କରିବ। ବାବୁ, ଆଜ୍ଞା ବାବୁ ଏ ମନଗଢା କଥା ନୁହଁ, ନାଇଁ ଇଏ ପାଠ ପଢା ଆଉ ଚଣ୍ଡୀଦାସଙ୍କର ଦେଖା ବାଦ୍ୟ କଳାକାରର ପ୍ରମାଣ। ପ୍ରମାଣ। କହିଲେ ଉତ୍ତମ ଶିଷ୍ୟ ଏ ଜ୍ଞାନ କରିବ, ଭକ୍ତ ଚଣ୍ଡୀଦାସ ବୋଲି ବାଦନ କରିବ। ବାଦନ କରିବ କେମିତି କୁହ? କେମିତି ହାତରେ ହାତରେ ବଜାଇଲେ ମୁଁ କହିଛି ବଂଶ ନାଶ ହବାଟା ଥୟ। କଣ ହାତରେ ବଜେଇଲେ ବଂଶନାଶ? ଆଚ୍ଛା ଦି ହାତରେ ବଜେଇବେ? ଦି ହାତରେ ବଜେଇବା ତା ଗୋଟିଏ ହାତରେ ବଜେଇବା ସେଇଆ। ଆଚ୍ଛା ହାତକୁ ଧରି ଦେଇ ପୁରା କାମ କରିବା କାଠିକି ଜାଣିବ। ଆଖି କଣ ନାଗେରା? ଇଏ କଣ ଢୋଲ ନାଗରା? ମୁଁ କହିଛି ବା ଇଏ ହେଲା ଆନନ୍ଦ ବାଦ୍ୟ ମୃଦଙ୍ଗ। ଇଏ ବଢିଆ କଥାଟା ତମେ କହିଲ। ଗୋଟେ 30 ବର୍ଷରେ କଥାଟା ମୁଁ ଜାଣିନଥିଲି। ତୁମେ ଜଣେ ବ୍ରାହ୍ମଣ ଘର ଲୋକ, ବ୍ରାହ୍ମଣ ପୁଅ। ଆଜି ଭୋରୁ କହିଲ 3-4 ଜାଗା ହୋମ ହେଲା, ତାପରେ ଯାହା କରିକି ଆସିଲ ଗୁଡାଏ ପଇସା ରୋଜଗାର କଲ। ସିଏ ଚୈତନ୍ୟ ମହାପ୍ରଭୁ ମୃଦଙ୍ଗ। ଆଚ୍ଛା ଇଏ ହାତରେ ବାଜିବନି, ଇଏ ବାଜିବ କେମିତି? ବାଜିବ 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 କେମିତି? ବାଜିବାର ନିୟମ ପ୍ରଣାଳୀ ଅଛି ନା। କଣ କେମିତି ବାଜିବ କହିଲ? ଆରେ ଯଦି ମୁଁ କହିଛି ଗୁରୁ ନ ଖାଇବାର ତୁଲ କାହୁ ପାଇବୁ ସତ ଜ୍ଞାନ। ଯଦି ଗୁରୁ ନ କରିଥିବ, ବାବୁ ମାନଙ୍କର କଲ୍ୟାଣ ନ ନେଇଥିବ, କଳାକାର ମଞ୍ଚରେ ହେଇ ମୃଦଙ୍ଗ ଯଦି ବଜେଇବ, ବଂଶ ନାଶ ହବାଟା ଥୟ। ଗୁରୁଟା ମୁଖ୍ୟ। ଖାଲି ବାଦଲ ବାବୁ ଗୁରୁ କରିବ ସତ, ଗୁରୁଙ୍କର ବୀଜ ମନ୍ତ୍ର ମୃଦଙ୍ଗ ବଜାଇବା ପୂର୍ବରୁ ବିଧିଗତ ନିୟମ କଣ କୁହ? କଣ ସେ ବୀଜ ତମେ ଦୋଷାରୀ ଶୈବ ଦକ୍ଷିଣେ କ୍ରୟ ଶୁକ୍ରକ
ଦୋଷ ଦୁରାତ ମନେ ଇଏ ହଉଛି ବୀଜ ମନ୍ତ୍ର। ଏ ମନ୍ତ୍ରକୁ ଟିକେ ମନ ଭିତରେ ସ୍ମରଣ କରି ଗୁରୁଙ୍କର ଆଶିଷ ନେଇ ବାବୁ ମାନଙ୍କର କଲ୍ୟାଣ ନେଇ ବାୟକ ଯଦି ମୃଦଙ୍ଗ ବଜେ ତାହେଲେ ଦୋଷ ଲାଗିବନି। ବଢିଆ କଥା ଆଉ ଏଗୁଡା ଲେଖିଦେବା ଖାଲି ଆମ ଘରକୁ ସେଟା ଛୁଆକୁ ପଡିବ। ଆଚ୍ଛା ବାଦ ବାବୁ ଆଜ୍ଞା ବାବୁ। ଏ ନିୟମକୁ ପାଳିବା ପରେ ମୃଦଙ୍ଗ ବଜେଇଲେ ମୃଦଙ୍ଗରେ ଯୋଉ ଶବ୍ଦ ସୃଷ୍ଟି ହଉଛି ବାବୁ ମାନଙ୍କୁ ଆନନ୍ଦ ଦଉଛି ୟାର ବି ପ୍ରଣାଳୀ ଅଛି। ଆଚ୍ଛା ସେ ଯୋଉ କଣ ଶବ୍ଦଟା ଶୁଣିବ ପ୍ରଣାଳୀଟା କଣ କଣ କହୁନା? କାକା ହର ହର ତିନି କୃଷ୍ଣ ଖ ଖ ବ୍ରହ୍ମ ରୂପେଣୀ ଘେ ଘେ ନିତ୍ୟାନନ୍ଦ ଦେବେଶ ଚା ଚା ଜଗତ ପାଳକ ଟାଟା ହାଣ୍ଡିଶ୍ଚ ଗୋକିକା ନା ନା ନାମ ସଂକୀର୍ତ୍ତନ ଭାଇ ଭାଇ ଶ୍ରୀ ଚୈତନ୍ୟ ମନ୍ତ୍ରଣ ଏ ସାଙ୍ଗ ମୃଦଙ୍ଗ ଶୁଦ୍ଧି ଏ ମାମୁଁ କଣ ବୁଝିଲୁ? ଯେମିତି ନନା ଆମକୁ କହିଲେ ଗାୟକ ଯେମିତି ମୁଳା ଆଗରେ କାଲ ମୁଳା ଆଗରେ କାଲ ସବୁରା ଏ ମୃଦଙ୍ଗ ବଜେଇବାକୁ ହେଲେ ପୁଅ କିଛି ନିୟମ କହିଛି। କହେ କାକା ହରେ ହରେ ତିନି କୃଷ୍ଣ ଖ ଖ ବ୍ରହ୍ମ ରୂପେଣୀ ଘେ ଘେ ନିତ୍ୟାନନ୍ଦ ଦେବେଶ। ମୃଦଙ୍ଗ ବାଜିବ କେମିତି? ଚଟାଚଲ କରୁ ଦକ୍ଷିଣ କରେ କ ଖ ଗ ଧରିଛି ବାମ ପ୍ରହାରେ ସମତା ବାପ ହରିଛି ବେନି ସଙ୍ଗମେ ତେର ଅକ୍ଷରରେ ବାଦ୍ୟ ପରିଚାଳନା ହୁଏ। ତେର ଅକ୍ଷର ଖାଲି ତେର ଅକ୍ଷର ନୁହଁ, ତେର ଅକ୍ଷର ସହିତ ସାତ ସ୍ୱର ଯୁକ୍ତ ହୁଏ। ସେ ସାତ ସ୍ୱର ତ ତାତି ସୋଧେ ଚାଟା ନା ତାତି ସେ ତୋ ଚାଟା ନା ହେଲା ସାତ ସ୍ୱର। ଏ ପୁଅ ଆଗରେ ଗୁରୁଜୀ ମଣ୍ଡଳୀ ଉପସ୍ଥିତ ଅଛନ୍ତି। ସଂକୀର୍ତ୍ତନ ମଣ୍ଡଳୀ ଅଛନ୍ତି। ଏଠି ସଙ୍ଗୀତକାର ଥିବେ। ସମସ୍ତେ ଅଛନ୍ତି ସବୁ ଗାଁ ସଂକୀର୍ତ୍ତନ ସଂକୀର୍ତ୍ତନ ସହିତ ସଙ୍ଗୀତକାର ଏଠି ଅଛନ୍ତି। ବାବୁ ହାରମୋନିୟମ ସ୍କେଲରେ 7ଟି ସ୍ୱର ସୃଷ୍ଟି ହୁଏ। ଯେତେବେଳେ ସଙ୍ଗୀତ ପରିବେଷଣ ହୁଏ, ଭଜନ ଗାଇବା ହୁଏ, ସା ରେ ଗା ମା ପା ଧା ନି ଏ 7 ସ୍ୱର ହାରମୋନିୟମ ସ୍କେଲରେ ବାହାରେ। ମୃଦଙ୍ଗରେ ସେମିତି 7 ସ୍ୱର ତା ତି ଥୋ ଧେ ଚା ଡା ନା ଏ 7 ସ୍ୱର 13 ଅକ୍ଷର ମିଶିବ ବାଦ୍ୟ ସୃଷ୍ଟି। ଦେଖରେ ମୃଦଙ୍ଗ ଦେଖେ ହାରମୋନିୟମ ଦେଖେ। ଏ ପୁଅ ହଁ ଭାଇ ମୃଦଙ୍ଗ କହିବ ବଜେଇ ଯା। ରାଧା କୃଷ୍ଣ ବୋଲକ। ଆଚ୍ଛା ନନା ଶିବ ମନ୍ଦିରରେ ପାଲା ସବୁବେଳେ କାହିଁ ରାଧେ କୃଷ୍ଣ ଶିବ ପାର୍ବତୀ ରାମ ସୀତା କୃଷ୍ଣ ରାଧେ କାହିଁ କହୁନି? ଆଜ୍ଞା ମୃଦଙ୍ଗ ମୁଖ୍ୟ ବିଷ୍ଣୁ ମଧ୍ୟ ବ୍ରହ୍ମଣ୍ୟ ତଥା ବାମେ ଶଙ୍କର ମୃଦଙ୍ଗରେ ରହିଲେ ବିଷ୍ଣୁ ନାରାୟଣ କୃଷ୍ଣ, ମଧ୍ୟ ଶୈଳୀରେ ବ୍ରହ୍ମା, ବାମ ପାର୍ଶ୍ୱରେ ରହିଲେ ଶଙ୍କର ଶିବ। ଆଉ ମୋର ଶୁଣୁ ରାଧାକୃଷ୍ଣ କହ ମୃଦଙ୍ଗ ପରିଷ୍କାର କି କହିବ ରାଧେ କୃଷ୍ଣ। ବୋତଲଟା ବୋଲେନା ତମ ପାଟି କହିଲା ମାନେ ବୋଲ ତ ସେ ବାଜିଲା ବୋତଲ। ଆଚ୍ଛା ଛିଟି ଖୋଲିବ ନିଶା ପୋଖରୀ ଖୋଲିବ। ତାହେଲେ ମୃଦଙ୍ଗ ବୋଲ ତ ଭଲ ତ କହିବ। ତମେ ଟିକେ ପତଳିଆ ବାରେ ମୁଁ ତମଟା ଓଜନ ତମେ କେବେ ଷ୍ଟାଣ୍ଡିଂ ହିସାବରେ ବଜଉଛ ତମ ବାଲାସ ଟିକେ ଫେଲ ହେଇଯାଉଛି। ତମେ କେବେ ଫାଡି ହେଇଯାଉଛ ଯାହା ବଜଉଛ 2 ଲକ୍ଷ ତମ ଫାଡି ହଟା ମାନେ ବାବୁ ଶଙ୍କରଙ୍କ ଅଭିଯେଶ୍ବରୀ ହରିଚରଣ ଶ୍ଲୋକ ସିଏ ଶଙ୍କର ମହାଦେବ ଆଗରେ କଣ କୈଳାସ ପର୍ବତ ଉପରେ ଶିବ ଶଙ୍କର ଉପସ୍ଥିତ, ପାଖରେ ଅଛନ୍ତି ମା ପାର୍ବତୀ, ନନ୍ଦୀ ଭୃଙ୍ଗି ଅଛନ୍ତି। ତାଣ୍ଡବ ନୃତ୍ୟ ସମୟ କଥା। ଡାହାଣ ହାତରେ ଅଛି ଡମରୁ, ବାଁ ହାତରେ ଅଛି ତ୍ରିଶୂଳ, ମସ୍ତକରେ ଅଛି ସର୍ପ। ବାବୁ ଡମରୁ ବାଦ୍ୟ ଖଣ୍ଡ ପରିବେଷଣ କରିବା।
ডম্বর বোঝা হ্যাঁ বলি না তাহলে কেন যদি শুননি বোঝা আজ জড়াও না কারণ এ বাহুর লাগে ডিবি ডিবি ডম্বারু হ্যাঁ আমি কହୁছি ডিবি ডিবি বজাଉଛି টিভি টিভি ହଉ କି ডিবি ହଉ କି ଆମର କହିଲେ ତମେ କାହିଁ ଆଜି ଏମିତି କଣ ବଜଉଛ ତମେ ଘରୁ ଗଲ 6-7 ଜାଗା ହୋମ କରିକି ଆଇଲ କଣ କାଠ ଅଧିକା ଯାଇଲ ନା ଝିଅ ପୋଲିଦେଲ ଭାଇ କଣ ହଉଛି କଣ ତମେ ସବୁବେଳେ କହୁଛ ଟିଭି ଆଉ ବଜଉଛ କଣ ଟିଭି ଟିଭି ବାଜିବ ତାହେଲେ ମାଧବ ବାବୁ ସିଏ ଘର କଥା ପରିଷ୍କାର କି କଣ ହଁ ଡିବି ଡିବି ଶଙ୍କରଙ୍କ ଇତିହାସରେ ହସ୍ତରେ ଥିବା ଡମ୍ବରୁର ଚାରିଚରଣ ଶ୍ଲୋକ ବାଦ୍ୟ ମହାପ୍ରଭୁଙ୍କ ବିଜୟସ୍ଥଳୀ ଶିବ ଶଙ୍କର ଆବିର୍ଭାବ ହେ ଶିବ ଶମ୍ଭୁ ପାର୍ବତୀ ପତି ବର୍ତ୍ତମାନ ଫୋନ ଆସିଗଲା ଲାଇନ 5 ମିନିଟ ପାଇଁ ଚିତ ସେଇ 5 ମିନିଟ ଭିତରେ ତମ କାର୍ଯ୍ୟକ୍ରମ କଲେ ସାର୍ ଆସି ପହଞ୍ଚିବେ ଫୋନ ଆସିଗଲା 5 ମିନିଟ ପାଇଁ ଲାଇନ ବର୍ତ୍ତମାନ ଚିତ ରେଲୱେ ପାଖରେ ସିଧାରେ ଥାଆନ୍ତି 5 ମିନିଟ ଭିତରେ ଟ୍ରେନ ଆସି ପହଞ୍ଚିବ ଆଜ୍ଞା ଶଙ୍କରଙ୍କ ବିଜୟସ୍ଥଳୀରେ ଆଜ୍ଞା ଇଏ ବାଦ୍ୟ ପରେ ପରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭଜନକୁ ପଦେ ଯିବା ହେ ଶିବ ଶମ୍ଭୁ ପାର୍ବତୀ ପତି ହେ ତୁମେ ଡମ୍ବରୁ ଧର ଶୂଳ ପାଣି ହେ ଶିବ ଶମ୍ଭୁ ପାର୍ବତୀ ପତି ତୁମେ ଡମ୍ବରୁ ଧର ଶୂଳ ପାଣି
କରିଦେମି ହେଲା ପାଲା ନୁହଁରେ ମତେ କମେଡି ପାଲା ଭଳିଆ ଲାଗେ ହଁ କମେଡି ସେଇ କିଏ ଗୋଟେ ନା ଆଖି ବନ୍ଦ କରିଦେଉଛି ସେ ଡବଲ କମେଡି କରୁଛି ହଁ ସିଏ ମତେ ଖାଲି କହୁଛି 100 ଟଙ୍କା ଦଉ ଭଲ ପାଲା କରି ହଁ ଲୁନା ବେଟା ବଇଛି କହୁଛି ଫଟୋ ଉଠା ଫଟୋ ଉଠା ଚିଲେଇଲାଣ ମତେ ମଜା ଲାଗିଲା ସେଟା ମୁଁ ଜାଣିନି ମୁଁ ନଥିନି ଫାଟ ହେଲା 2 ଜଣ ମିଶି ଚିଲେଇଲେ ତାକୁ ବେକିଲା ଦେଖିଛୁ ହଁ ଲୋକ ପାଲା ସରି ନାହିଁ ପାଲା ଆରମ୍ଭ ହେଇଛି 10ଟା ହେଇଛି ଆହୁରି ଭିଡ଼ିଓ ପାର୍ଟ 2 ରେ ଦେଖିବ ସେକେଣ୍ଡ ନା ପାର୍ଟ 2 ପାର୍ଟ 2 ବେଟ ପାର୍ଟ 2 ଲାଇକ୍ କର ଲାଇକ୍ ଯାହା କର ସବୁ କରିଦିଅ କଣ କହିଥାନ୍ତି ହେଲା କହିଥାନ୍ତି ଜୟ ଜୟ ଜଗନ୍ନାଥ ଜଗନ୍ନାଥ